ହୀରାକୁଦ ବନ୍ୟାଜଳ ଛାଡ଼ିବା ପରେ ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର। ଫଳରେ ପୁରୀ ଜିଲ୍ଲାର କାକଟପୁର ଅସ୍ତରଙ୍ଗ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବଢ଼ୁଛି, ଯାହାକୁ ନେଇ କାକଟପୁର ଅସ୍ତରଙ୍ଗ ବ୍ଲକ ତଳିଆ ଅଞ୍ଚଳର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଳସ୍ତର ବୃଦ୍ଧି ହେଲେ ଅସ୍ତରଙ୍ଗ ବ୍ଲକର 30ରୁ ଊର୍ଦ୍ଧ୍ୱ ଗାଁ ପ୍ରଭାବିତ ହେବ। ଏକର ଏକର ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଚାଷକୁ ନିର୍ଭର କରି ଚଳୁଥିବା ଚାଷୀ ବହୁ କ୍ଷତି ସହିବ। ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସମସ୍ୟା ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଦେବୀ ନଦୀର ଜଳସ୍ତର ବେଳୁବେଳ ବଢ଼ି ଚାଲିଛି। ଆଉ ଅତିଶୟ ବଢ଼ିବା ପରେ ଫସଲ ଫାସିଲି ନଈ ପଠାର ସବୁ ହେଇଥିଲା। ଆମ ଖଣ୍ଡାସାହି, ଓସ୍ତପୁର, ବାଲିସାହି, ବିନାୟକପୁର, ନଈଗୁଆଁ, ତାଳଜା ବିଭିନ୍ନ ପ୍ରକାର ଗାଁ ଅଛି। ସବୁ ଗାଁରେ ସବୁ ଫସଲ ଫାସିଲି ଧୋଇଯିବ, ନଷ୍ଟ ହେଇଯିବ, ଚାଷୀମାନେ ହଇରାଣ ହେବେ। ଆମେମାନେ ଟିକେ ଭୟଭୀତ ଅବସ୍ଥାରେ ରହିଛୁ। ଆଉ ଯଦି ପାଣି ବଢ଼େ ଆମେ ହଇରାଣ ହରକତ ହେବୁ ସମସ୍ତେ। ଆମର ଦେବୀ ନଦୀରେ ପାଣି ବହୁତ ପଡ଼ୁଛି। ଆଉ ଯଦି ବଢ଼ିଲା ଆମର ବହୁତ ଏଠି 10-20 ଖଣ୍ଡ ଗାଁର କ୍ଷତି ହେବ। ତଳ ଅଞ୍ଚିଆ ଗାଁ ଯେ ଅଛି, ଗୁଣ, କଲରା, ଭେଣ୍ଡି, ବାଇଗଣ ଆଉ ଝୁଡ଼ଙ୍ଗ ଫୁଡ଼ଙ୍ଗ ଯାହା କରିଛୁ, ଏ ପାଣି ଅଧିକା ହେଲା ଦେବୀ ନଦୀରେ ଆମର ବହୁତ କ୍ଷତି ହେବ। ଆଉ ଆମେ କେତେ ତଳ ଅଞ୍ଚିଆ, ସେଥିପାଇଁ ଆମେ ଦେଖିକି ଆସୁଛୁ ନଦୀରେ ଠିଆ ଦେଖୁଛୁ କେତେ ପାଣି ବଢ଼ୁଛି, କ'ଣ ହେଉଛି, ଏଗୁଡ଼ା ସବୁ ଲକ୍ଷ୍ୟ କରୁଛୁ। ଆଉ